ଯାଉଥିବା ବ୍ୟକ୍ତିଙ୍କ ପାଇଁ ଅଧିକ ପ୍ରୋଟିନ୍ ସେବନ ହୋଇପାରେ ମୃତ୍ୟୁର କାରଣ। କ'ଣ କହୁଛି ରିସର୍ଚ୍ଚ? ଅତ୍ୟଧିକ ପ୍ରୋଟିନ୍ ସେବନ ଦ୍ୱାରା ବିଭିନ୍ନ ପ୍ରକାରର କ୍ୟାନ୍ସର ଓ ଟ୍ୟୁମର ବିକଶିତ ହୋଇପାରେ। ନିକଟରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ଜଣାପଡ଼ିଛି ଯେ ବର୍ତ୍ତମାନ ବିଭିନ୍ନ ପ୍ରକାରର ପ୍ରୋଟିନ୍ ସେବନ ବିଶେଷ ଭାବରେ ଯୁବପିଢ଼ି କରୁଛନ୍ତି, ଯାହାର ଯାଞ୍ଚ ଚାଲିଛି, ଯେଉଁଥିରେ ଜାଣିବାକୁ ଚେଷ୍ଟା କରାଯାଉଛି ଯେ କ୍ୟାନ୍ସର ସେଲରେ ପ୍ରୋଟିନ୍ କାମ କରିଥାଏ। କ୍ଲିନିକାଲ ପ୍ରୋଟିଓମିକ୍ ଟ୍ୟୁମର ଆନାଲିସିସ୍ କନସୋର୍ଟିୟମ୍ କ୍ୟାନ୍ସର ଉତ୍ପନ୍ନ କରୁଥିବା ମୁଖ୍ୟ ହେଲା ପ୍ରୋଟିନ୍ ଓ ତାହାକୁ କିଭଳି ନିୟନ୍ତ୍ରିତ କରାଯିବ ତାକୁ ନେଇ ଅଧ୍ୟୟନ କରାଯାଇଛି। ଏହି ଅଧ୍ୟୟନରେ ବିଶ୍ୱର ବଡ଼ ବଡ଼ ବିଶ୍ୱବିଦ୍ୟାଳୟ ସାମିଲ ରହିଛନ୍ତି, ଯେପରିକି ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ, ସେଣ୍ଟ ଲୁଇସ୍, ୱାଶିଂଟନ ୟୁନିଭର୍ସିଟି ସ୍କୁଲ ଅଫ୍ ମେଡିସିନ ଭଳି ବିଶ୍ୱବିଦ୍ୟାଳୟ ସାମିଲ ରହିଛନ୍ତି। ଏହି ଗବେଷଣାର ପରିଣାମ କ୍ୟାନ୍ସର ସେଲର ମାଗାଜିନ୍ ପବ୍ଲିଶ ହୋଇଛି। ଗବେଷକଙ୍କ ମତ ଅନୁସାରେ 10ଟି ବିଭିନ୍ନ ପ୍ରକାରର କ୍ୟାନ୍ସର ପାଇଁ 10,000 ପ୍ରୋଟିନ୍ର ବିଶ୍ଳେଷଣ କରାଯାଇଛି। ଯେଉଁ ଗବେଷଣାରେ ଅନେକ ପ୍ରୋଟିନ୍ କ୍ୟାନ୍ସର ଓ ଦୁର୍ଲଭ ଟ୍ୟୁମରର କାରଣ ବୋଲି ଦର୍ଶାଯାଇଛି। ଏହିସବୁ କ୍ୟାନ୍ସରମାନଙ୍କ ମଧ୍ୟରେ ଡିମ୍ବଗ୍ରନ୍ଥି, କିଡ୍ନି, ବେକ, ଗର୍ଭାଶୟ, ଅଗ୍ନାଶୟ, ସ୍ତନ ଓ ମସ୍ତିଷ୍କ କ୍ୟାନ୍ସର ସାମିଲ ରହିଛି। ଏହିସବୁ ପ୍ରୋଟିନ୍ରେ ବିଶେଷ ଭାବରେ ଅଲ୍ଟ୍ରା ପ୍ରୋସେସଡ୍ ପ୍ରୋଟିନ୍ ସାମିଲ ରହିଛି, ଯାହାକୁ କି ଶରୀରର ଅତ୍ୟନ୍ତ କ୍ଷତିକାରକ ବୋଲି କୁହାଯାଇଛି। ଏବଂ ଦ୍ୱିତୀୟ ସ୍ଥାନରେ ରହିଛି ପ୍ରୋସେସଡ୍ ମିଟ୍, ଯାହାକୁ ଆମେ ଶରୀରର ପ୍ରୋଟିନ୍ ଦୂର କରିବା ପାଇଁ ସେବନ କରିଥାଉ, ଯେଉଁଥିରେ ରହିଥାଏ ପ୍ରିଜର୍ଭେଟିଭ୍ ଓ ଅନେକ ରାସାୟନିକ ପଦାର୍ଥ। ଏହି ଗବେଷଣାରେ କୁହାଯାଇଛି ଯେ ଓଜନ ହ୍ରାସ କରିବା ପାଇଁ ସେବନ କରୁଥିବା ହାଇ ପ୍ରୋଟିନ୍ ଯୁକ୍ତ ଖାଦ୍ୟ, ବିଶେଷ ଭାବରେ ରେଡ୍ ମିଟ୍ ମିଳୁଥିବା ପ୍ରୋଟିନ୍ କ୍ୟାନ୍ସରର କାରଣ ହୋଇଥାଏ। ଗବେଷକଙ୍କ ମତରେ ରେଡ୍ ମିଟ୍ରେ ଫ୍ୟାଟ୍ ସହିତ କ୍ୟାନ୍ସରଜନକ ତତ୍ତ୍ୱ ରହିଥାଏ। ଅତ୍ୟଧିକ ହାଇ ପ୍ରୋଟିନ୍ ଯୁକ୍ତ ଖାଦ୍ୟ କ୍ୟାନ୍ସରର କାରଣ ହୋଇଥାଏ। ଏହି ଅଧ୍ୟୟନ ଅନୁସାରେ ଆବଶ୍ୟକତା ଠାରୁ ଅଧିକ ପ୍ରୋଟିନ୍ ସେବନ କ୍ୟାନ୍ସର ଓ ଟ୍ୟୁମରର କାରଣ ହୋଇଥାଏ। ବ୍ୟୁରୋ ରିପୋର୍ଟ, ଆପଣଙ୍କ ଖବର। अधिक खबर पाई आम चैनल को लाइक, शेयर और सब्सक्राइब करंतु।